ଓଡ଼ିଶା ମାଟିରେ ଗର୍ଜିଲେ କହ୍ନେୟା କୁମାର। ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ କଲେ ଟାର୍ଗେଟ। ସମ୍ବଲପୁରରେ ପଶି ସମ୍ବଲପୁରର ସାଂସଦକୁ ଟାର୍ଗେଟ। ଦର୍ଶକ ବନ୍ଧୁ, ଭାରତ ବର୍ଷରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ଯେଉଁ ଖେଳ ଖେଳାଯାଉଛି, ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଚୋରି ମାମଲା ବା ଲିକ୍ ମାମଲା ଯେତେବେଳେ ସର୍ବସାଧାରଣକୁ ଆସୁଛି, ସେତେବେଳେ କେଉଁଠି ନା କେଉଁଠି ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କର ଅପାରଗମତା ନିଶ୍ଚିତ ଭାବରେ ପଦାରେ ପଡୁଛି, ଯାହା ସେମାନଙ୍କର ଲୋକପ୍ରିୟତା, କାର୍ଯ୍ୟ କରିବାର ଶୈଳୀ, କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି। ଠିକ୍ ଏମିତି ଜଣେ କେନ୍ଦ୍ରମନ୍ତ୍ରୀ ଯାହାଙ୍କର ଦକ୍ଷତା ରହିଛି, ସବୁ କାର୍ଯ୍ୟ କରିବା ପାଇଁ ସେ ପରିଙ୍ଗମ, ତଥାପି ସେ ତାଙ୍କ କାର୍ଯ୍ୟକାଳ ମଧ୍ୟମରେ ଏକ ଦୁର୍ନାମ ମୁଣ୍ଡାଇଛନ୍ତି। ଦୁଇ ଥର ତିନି ଥର ପ୍ରଶ୍ନପତ୍ର ଚୋରି ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରା ରାଜ୍ୟରେ ବର୍ତ୍ତମାନ ସାରା ଦେଶରେ ବର୍ତ୍ତମାନ ସମାଲୋଚିତର ଶିକାର ହେଉଛନ୍ତି। ତେବେ ଏଠି ପ୍ରଥମ ପ୍ରଶ୍ନ ହେଉଛି, କେନ୍ଦ୍ର ସରକାରଙ୍କ ମାଧ୍ୟମରେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାରର ପ୍ରଶ୍ନପତ୍ର କିଭଳି ଭାବରେ ଚୋରି ହେଉଛି, ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି? ସରକାରୀ କର୍ମଚାରୀ, ଅଧିକାରୀ କିମ୍ବା ରାଜନେତାମାନଙ୍କର ସଂସ୍କୃତ ଏଥିରେ ରହୁଛି କି? ଯଦି ଏଥିରେ ରହୁଛି, ତେବେ ଏ ସମସ୍ୟାର ସମାଧାନ କରିବ କିଏ? ସାଧାରଣ ଜନତାଟିଏ କାହା ଉପରେ ଭରସା କରିବ? ସରକାରୀ କଳ ଉପରେ, ନା ଜନତାମାନେ ଭୋଟ ଦେଇ ଯାହାକୁ ମନ୍ତ୍ରୀ ବା ସାଂସଦ ବନାଉଛନ୍ତି ତାଙ୍କ ଉପରେ? ରାଜ୍ୟରେ ଅଶିକ୍ଷିତ, ବେରୋଜଗାରିତା ବୃଦ୍ଧି ହେବାରେ ଲାଗୁଛି। ସେଥିପାଇଁ ଅନେକ ଶିକ୍ଷିତ ଯୁବକମାନେ ରାସ୍ତା ବଦଳାଉଛନ୍ତି। ଚୋରି, ଡକାୟତ, ଗଣବଳାତ୍କାରରେ ମଧ୍ୟ ସେମାନେ ସମ୍ପୃକ୍ତ ହେଉଛନ୍ତି। ସାଇବର ଠକେଇର ମଧ୍ୟ ସେ ସହିତ ଯୋଡ଼ି ହେଉଛନ୍ତି, ଯାହା ଭାରତର ଆଗାମୀ ଭବିଷ୍ୟତ ପାଇଁ ଏକ ପ୍ରଶ୍ନବାଚୀ। ଯଦି ଗୋଟିଏ କଥା ଆମେ ଆପଣଙ୍କୁ କହିବୁ, ଏଠି ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ କିମ୍ବା କହ୍ନେୟା କୁମାର ହୁଅନ୍ତୁ କିମ୍ବା ସାଧାରଣ ଜନତା ହୁଅନ୍ତୁ, ଏଠି ପ୍ରଶ୍ନ ପଚାରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ଗୋଟିଏ କଥା ଆମେ ଏ ପର୍ଯ୍ୟନ୍ତ ବୁଝିପାରୁନାହୁଁ ଯେ କାହିଁକି ଏବଂ କ'ଣ ପାଇଁ ଏବଂ କିପରି ଭାବରେ ପ୍ରଶ୍ନପତ୍ର ଚୋରି ହେଉଛି ଏବଂ ପ୍ରଶ୍ନପତ୍ର ଚୋରି ହେଲା ପରେ ଗଣମାଧ୍ୟମରେ ତାହା ଘୁରି ବୁଲୁଛି ଏବଂ ପ୍ରଶ୍ନପତ୍ର ଚୋରି ପାଇଁ କେତେ କୋଟି ଟଙ୍କାର ଡିଲ୍ ହେଉଛି। ଏ ସମସ୍ତ ଘଟଣାକୁ ତଦନ୍ତର ଆବଶ୍ୟକତା ରହିଛି। ଉପଯୁକ୍ତ ତଦନ୍ତ କରିବା ଏବଂ ତଦନ୍ତ କରିବା ପରେ ଦୋଷୀକୁ ସର୍ବସାଧାରଣରେ ଦଣ୍ଡିତ କରାଗଲେ ହୁଏତ ଆଗାମୀ ଦିନରେ କୌଣସି ପ୍ରକାରର ଏଭଳି ସମସ୍ୟା ଉପୁଜିବ ନାହିଁ। ବାସ୍ତବରେ ଛାତ୍ରଛାତ୍ରୀମାନେ ଯେଉଁମାନେ ଦୀର୍ଘ ଦିନ ଧରି ପରୀକ୍ଷା ପାଇଁ ପ୍ରିପାରେସନ୍ ହେଉଥିଲେ, ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗରିବ ଛାତ୍ରଟିଏ ସୁନେଲି ଭବିଷ୍ୟତ ପାଇଁ ଅପେକ୍ଷା କରିଥିଲା, ସେ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସହିତ ନ ଖେଳି ସେମାନଙ୍କର ଭବିଷ୍ୟତ କିଭଳି ଭାବରେ ସ୍ୱର୍ଣ୍ଣମୟ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବାର ସମୟ ଆସିଛି। ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ। ସର୍ବ ସମ୍ମୁଖରେ ଦଣ୍ଡ ଦେଲେ ହୁଏତ ଆଗକୁ ଏପରି ସମସ୍ୟା ନ ହେଇପାରେ। କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ। ବାସ୍ତବରେ କେଉଁ ପ୍ରକାର ଦଣ୍ଡର ଆବଶ୍ୟକତା ରହିଛି? ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।